सुना किणवा को एमपी छकरू कोलकाता जिबार थिला तांकर भाई सहित जिबा बेले आक्रमणर से शिकार होइछन्ति टंका भी लुट होइछि। मधुपाटना थाना पुलिस से मामलार तदंत आरंभ करछि। दुई दुर्बृत्त एथिरे जो माने शामिल थिले से माने फेरार थिबार सूचना मिलुछि। आम सिने रिपोर्टर प्रभात विषय आम सहित जोड़े जाइछन्ति। प्रभात को पर्यंत पहुंचलानी तदंत कि जना पड़लानी किए माने जहा लागुछि जे पूर्वरु एमाने बोधे पिछा करथुले एवं जानिथिले महिला को बा तांको पाखरे एते टंका अछि बोली सेथिपय से माने कांड भियाइछन्ति। निश्चित भाव सुनंदन आपण अनुमान जहाँ निश्चित भाव ये सत हो पारे कारण जो महिला जनक रही सी जन व्यवसायी एवं जितेबाला सुना व्यवसायी मैंने जितेबाला कौन जगह जाती आसती विशेषकर दुर्बृत्त मान नजर थाए कारण आप जानते आप देखिए नया सड़क कहतु गणेश घाट अंचल प्राय विभिन्न समय এই ସୁନା ଦୋକାନୀ ମାନଙ୍କ ଉପରେ ଆକ୍ରମଣ ହେଇଥାଏ। କେତେବେଳେ ତାଙ୍କଠାରୁ ସୁନା ଲୁଟ ହେଇଥାଏ, କେତେବେଳେ ତାଙ୍କଠାରୁ ଟଙ୍କା ଲୁଟ ହେଇଥାଏ। କାରଣ ଦୁର୍ବୃତ୍ତ ମାନେ ଜାଣିଥାନ୍ତି ଯେ ଏମାନଙ୍କର ଯେହେତୁ ସୁନା ବ୍ୟବସାୟ ରହିଛି ଏବଂ କେଉଁଠି ନା କେଉଁଠି ଏମାନେ ସୁନାକୁ କ୍ୟାରି କରୁଥିବେ, ପଇସା ମଧ୍ୟ କ୍ୟାରି କରୁଥିବେ, ତାକୁ ମଧ୍ୟ ରେକି କରୁଥାନ୍ତି ଏବଂ ଏ ଘଟଣା ମଧ୍ୟ ସମାନ ଭାବରେ ଘଟିଛି ଯାହା ଆମେ ଅନୁମାନ କରୁଛୁ। କାରଣ ଯୋଉ ଦୁଇ ଜଣ ଦୁର୍ବୃତ୍ତ ଆସିଥିଲେ ମୋଟରସାଇକେଲ ଆସିଥିଲେ ସେମାନେ ନିଶ୍ଚିତ ଭାବରେ ପିଛା କରିକି ଆସିଥିବେ ଏବଂ ସେମାନେ ଜାଣିଛନ୍ତି ଯେ ମହିଳା ଜଣକ ବସରେ ଯାଉଛନ୍ତି ଏବଂ ପଇସା ନେଇକି ଯାଉଛନ୍ତି ଏବଂ କଲିକତାରୁ ସୁନା କିଣିକି ଆଣିକି ଆସିବେ କାରଣ ଇଏ ଜଣେ ହଉଛନ୍ତି ସୁନା ବ୍ୟବସାୟୀ। ତ ଏଇଠି ସନ୍ଦେହ ତ ନିଶ୍ଚିତ ଭାବରେ ରହିବ। ଦ୍ୱିତୀୟ କଥା ହଉଛି ଯୋଉ କଥା ଆପଣ ପଚାରିଲେ ସେ ଯୋଉ ଦୁର୍ବୃତ୍ତ ମାନେ ରହିଛନ୍ତି ସେମାନଙ୍କ ପାଖରେ ପୋଲିସ ପହଞ୍ଚିଲା ନାହିଁ। ଗୋଟିଏ କଥା ମୁଁ କହିବି ଯୋଉ ଜାଗାରେ ଘଟଣାଟି ଘଟିଛି ସେ ଜାଗାଟି ଗୋଟିଏ ଜନଗହଳିପୂର୍ଣ୍ଣ ଜାଗା କିନ୍ତୁ ସେ ଜାଗାରେ ବ୍ୟାପକ ପରିମାଣରେ ଆଲୋକୀକରଣର ବ୍ୟବସ୍ଥା ହେଇନି। ଦେଖନ୍ତୁ ତାଳଦଣ୍ଡା କେନାଲ ରାସ୍ତା ସିନା ଆଗରୁ ସରକାର ତିଆରି କରିଦେଇଥିଲେ କିନ୍ତୁ ବର୍ତ୍ତମାନ ସେ କେନାଲ ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। କୌଣସି ପ୍ରକାର ଲାଇଟର ବ୍ୟବସ୍ଥା ନାହିଁ, ସିସିଟିଭିର ବ୍ୟବସ୍ଥା ନାହିଁ। ଦୁଇପଟେ ଏତେ ପ୍ରଶସ୍ତ ରାସ୍ତା ଅଛି, ଲୋକମାନେ ଯିବା ଆସିବା କରୁଛନ୍ତି, ମହିଳାକୁ ଆରମ୍ଭ କରିକି ସ୍କୁଲ ପିଲାମାନେ ମଧ୍ୟ ଯିବା ଆସିବା କରୁଛନ୍ତି ଏବଂ ବିଶେଷ କରି ଛତ୍ର ବଜାର ରାସ୍ତା ମଧ୍ୟ ସେଠି ରହିଛି। ମାଲଗୋଦାମର ବ୍ୟବସାୟୀ ମାନେ ମଧ୍ୟ ସେଠି ବ୍ୟବସାୟ କରୁଛନ୍ତି। ତ ଏଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜାଗାରେ କିଭଳି ଭାବରେ ଆଲୋକୀକରଣ ବ୍ୟବସ୍ଥା କରାଯାଉ ନାହିଁ ଏବଂ ସିସିଟିଭିର ବ୍ୟବସ୍ଥା କରାଯାଉ ନାହିଁ ଇଏ ଗୋଟେ ସବୁଠୁ ବଡ ପ୍ରଶ୍ନ। ଦ୍ୱିତୀୟ କଥା ହଉଛି ଯୋଉ କଥା ଆପଣ କହୁଥିଲେ ଯେ ପୁଲିସ ସେମାନଙ୍କ ପାଖରେ ପହଞ୍ଚିଲା ନାହିଁ। ଯୋଉ ଜାଗାରୁ ସେମାନେ ଆସିଥିଲେ ଏବଂ ଯୋଉ ଜାଗାରେ ସେ ବାଇକ୍ ତାକୁ ପିଛା କରିଥିଲା ସେଇ ଜାଗାରେ ଯୋଉ ଜାଗାରେ ସବୁ ସିସିଟିଭି ମାନ ଅଛି ତାକୁ ମଧ୍ୟ ପୋଲିସ ମଧ୍ୟ ସନ୍ଧାନକୁ ନଉଛି ଏବଂ ତାକୁ ମଧ୍ୟ ଭେରିଫାଏ କରୁଛି ଏବଂ ଚିହ୍ନଟ କରିବାକୁ ସେ ପୋଲିସ ମଧ୍ୟ ପ୍ରୟାସ ଜାରି ରଖିଛି। ଅନ୍ୟପଟରେ ଯୋଉ ଜାଗାରେ ଘଟଣାଟି ଘଟିଛି ଦୁଇ ପଟକୁ ରାସ୍ତା ରହିଛି, ପ୍ରଶସ୍ତ ରାସ୍ତା, ଗୋଟିଏ ନୂଆବଜାର ପଟକୁ ରହିଛି, ଗୋଟେ ଛତ୍ର ବଜାର ପଟକୁ ରହିଛି। ଯୋଉ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟେଇଛନ୍ତି ସେମାନେ ଛତ୍ର ବଜାର ଏବଂ ନୂଆବଜାର ଦୁଇ ପଟକୁ ମଧ୍ୟ ଯିବାର ସେମାନଙ୍କର ସ୍କୋପ ରହିଛି। ଦ୍ୱିତୀୟ କଥା ହଉଛି ଯୋଉ କଥା ଆପଣ କହୁଥିଲେ ଯେ ମହିଳାଙ୍କୁ ଆକ୍ରମଣ ହେଇଛି ଏବଂ ତାଙ୍କ ସହିତ ତାଙ୍କ ଭାଇଙ୍କୁ ମଧ୍ୟ ଆକ୍ରମଣ ହେଇଛି ଏବଂ ଟଙ୍କା 36 ଲକ୍ଷ ଟଙ୍କା ଏତେ ପଇସା ଯେତେବେଳେ ସେ କ୍ୟାରି କରିକି ନଉଥିଲେ ଇଏ କେଉଁଠି ନା କେଉଁଠି ବଡ ସନ୍ଦେହ ସୃଷ୍ଟି କରୁଛି। ଅନ୍ୟପଟରେ ଯୋଉ ବ୍ୟବସାୟୀ ମାନେ ଅଛନ୍ତି ଆଜିକାଲି ଆପଣ ଜାଣିଛନ୍ତି ସୁନନ୍ଦନ ସବୁ ପ୍ରକାର ବ୍ୟବସ୍ଥା ଅଛି, ଆପଣ ୟୁପିଆଇ ର ସାହାଯ୍ୟ ମଧ୍ୟ ନେଇପାରିବେ କିନ୍ତୁ କଣ ପାଇଁ ବ୍ୟବସାୟୀ ମାନେ ଏତେ ଟଙ୍କା ସାଙ୍ଗରେ ଧରି ନେଇ ଯାଉଛନ୍ତି ବ୍ୟବସାୟ କରିବାକୁ ପୁଣି ରାତିରେ ପୁଣି ଏଭଳି ଭାବରେ ବିପଜ୍ଜନକ ଅବସ୍ଥାରେ ନିଶ୍ଚିତ ଭାବରେ ଇଏ ବର୍ତ୍ତମାନ ଚିନ୍ତା କରିବାର ବିଷୟ ଆସି ପହଞ୍ଚି। କାରଣ ଯୋଉ ବ୍ୟବସାୟୀ ମାନେ ରହିଛନ୍ତି ସୁନା ବ୍ୟବସାୟୀ ହୁଅନ୍ତୁ ଅବା ଅନ୍ୟ କୌଣସି ବ୍ୟବସାୟୀ ହୁଅନ୍ତୁ ଯେତେବେଳେ ସେମାନେ ଟଙ୍କା ନେଇକି ଯାଉଛନ୍ତି ଏବଂ ଟଙ୍କାକୁ ବାଇକ ରେ ନେଇକି ଯାଉଛନ୍ତି ନିଶ୍ଚୟ ନଜର ରଖିଥାନ୍ତୁ ତଦନ୍ତ ଉପରେ କଣ ସାମ୍ନାକୁ ଆସୁଛି ଏବଂ କେତେ ଜଲ୍ଦି ପୋଲିସ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚୁଛି ତାପରେ ନଜର ବନି ରହିବ। ଗାଡି କିଣିବାକୁ ଭାବୁଛନ୍ତି ତାହେଲେ ଆସନ୍ତୁ କାର ବାजार ଯୋଠି ଆପଣଙ୍କୁ ମିଳିବ लो प्राइस कार ठु आरंभ करी लग्जरियस कार्स 10,000 किलोमीटर पर्यंत वारंटी और अफोर्डेबल प्राइस रे। और हां एबे आपनकर फेवरेट कार बाजार रो सेकंड आउटलेट खोली जायछि ऑपोजिट ऑफ एसोटेक वर्ल्ड पहाड़ भुवनेश्वर। ताहले एबे लो प्राइस रे लग्जरियस कार किनंतु केवल कार बाजार रु।